ଆଜିର ପ୍ରସଙ୍ଗରେ ଶୁଣନ୍ତୁ ମହାପ୍ରଭୁଙ୍କ ଯାତ୍ରା ନୀତିରେ ଅଧରପଣା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଓଡ଼ିଶାର ସାଂସ୍କୃତିକ ଓ ଧାର୍ମିକ ପର୍ବ ହେଉଛି ରଥଯାତ୍ରା। ଏହି ପର୍ବର ନିୟମ ଅନୁଯାୟୀ ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ରଥରେ ବସି ଯାଇଥାନ୍ତି। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏହି ଯାତ୍ରା ଅବସରରେ ସମସ୍ତେ ମହାପ୍ରଭୁଙ୍କର ଦର୍ଶନ ପାଇଥାନ୍ତି। ଭକ୍ତଙ୍କ ଗହଣରେ ମହାପ୍ରଭୁ ଏକାକାର ହୋଇଯାଆନ୍ତି। ନବଦିନାତ୍ମକ ଯାତ୍ରା ଶେଷ କରି ମହାପ୍ରଭୁ ରତ୍ନବେଦୀକୁ ବାହୁଡ଼ିଥାନ୍ତି। ଭକ୍ତଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ମହାପ୍ରଭୁଙ୍କର ଏହି ଯାତ୍ରା ହୋଇଥାଏ। ଏହି ଯାତ୍ରା ଅବସରରେ ବିଭିନ୍ନ ବର୍ଗର ଭକ୍ତଙ୍କୁ ସନ୍ତୁଷ୍ଟ କରିବା ଲକ୍ଷ୍ୟ ନେଇ ମହାପ୍ରଭୁ ରଥ ଉପରେ ଭିନ୍ନ ଭିନ୍ନ ଲୀଳା କରିଥାନ୍ତି। ଏହିସବୁ ମଧ୍ୟରେ ହେରା ପଞ୍ଚମୀ, ଲକ୍ଷ୍ମୀନାରାୟଣ ଭେଟ, ସୁନାବେଶ, ନୀଳାଦ୍ରି ବିଜେ, ଅଧରପଣା ଆଦି ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଲୀଳା। ପୌରାଣିକ ଗାଥା ଅନୁଯାୟୀ ପରମ ଭକ୍ତ ଦେବର୍ଷି ନାରଦ ମହାପ୍ରଭୁଙ୍କର ଅଧର ସ୍ପର୍ଶିତ ଉଚ୍ଚିଷ୍ଟାନ୍ନ ପାଇବା ପାଇଁ ବୈକୁଣ୍ଠରେ ଦାସୀ ଭାବରେ ଅବତୀର୍ଣ୍ଣ ହୋଇଥିଲେ। କୁହାଯାଏ ଦେବର୍ଷି ନାରଦ ପ୍ରତ୍ୟେକ ଦିନ ମହାବିଷ୍ଣୁଙ୍କୁ ଦର୍ଶନ କରିବା ନିମନ୍ତେ ବୈକୁଣ୍ଠ ଭୁବନ ଯାଇଥାନ୍ତି। ଲକ୍ଷ୍ମୀଙ୍କ ଦ୍ୱାରା ରନ୍ଧାଯାଇଥିବା ଖାଦ୍ୟ ପ୍ରଭୁ ପରମ ତୃପ୍ତିରେ ଭୋଜନ କରୁଥିବାର ସେ ଦେଖନ୍ତି। ପ୍ରଭୁଙ୍କ ଉଚ୍ଚିଷ୍ଟ ପାଇବାର ଇଚ୍ଛା ତାଙ୍କ ମନରେ ଜାଗ୍ରତ ହୁଏ। ଏଥିପାଇଁ ସେ ମହାଲକ୍ଷ୍ମୀଙ୍କୁ ତାଙ୍କ ମନର କଥା ଜଣାଇଲେ। ମହାଲକ୍ଷ୍ମୀ ନାରଦଙ୍କର ଏହି ଇଚ୍ଛା ସମ୍ପର୍କରେ ମହାପ୍ରଭୁଙ୍କୁ ଅବଗତ କରାଇଲେ। ହେଲେ ମହାପ୍ରଭୁ ଏହାକୁ ସ୍ୱୀକୃତି ପ୍ରଦାନ କଲେ ନାହିଁ। ନାରଦ ମୁନି ଦୁଃଖରେ ଭାଙ୍ଗି ପଡ଼ିଲେ। ସେ ଏକ ଉପାୟ ବାହାର କରି ନାରୀ ବେଶରେ ବୈକୁଣ୍ଠରେ ଦାସୀ ଭାବରେ ରହି ବୈକୁଣ୍ଠ ପ୍ରାଙ୍ଗଣକୁ ଝାଡ଼ୁ କରିବାକୁ ଲାଗିଲେ। ଏହା ଦେଖି ଦିନେ ମହାଲକ୍ଷ୍ମୀ ନାରଦଙ୍କ ସେବା ସାଧନା ବିଷୟରେ ମହାପ୍ରଭୁଙ୍କୁ ଅବଗତ କରାଇଲେ। ଏଥର ମହାପ୍ରଭୁ ଆଉ ମନା କରିପାରିଲେ ନାହିଁ। ଭୋଜନ ପରେ ଅବଶିଷ୍ଟ ଉଚ୍ଚିଷ୍ଟ ନାରଦଙ୍କୁ ପ୍ରଦାନ କରିବା ପାଇଁ ସେ ମହାଲକ୍ଷ୍ମୀଙ୍କୁ ଅନୁମତି ଦେଲେ। ଏହାକୁ ଭକ୍ଷଣ କରି ନାରଦ ଅତ୍ୟନ୍ତ ଖୁସି ମନରେ କୈଳାସରେ ପହଞ୍ଚିଲେ ଏବଂ ଶିବଙ୍କୁ ଜଣାଇଲେ। ଶିବଙ୍କ ମନ ମଧ୍ୟ ବଡ଼ ଦୁଃଖ ହେଲା। ପ୍ରଭୁ ତାଙ୍କୁ ଉଚ୍ଚିଷ୍ଟ ଭକ୍ଷଣର ସୁଯୋଗ ଦେଇନାହାନ୍ତି। ତେବେ ସେ ଦେଖିଲେ ନାରଦଙ୍କ ଜଟାରେ ଅନ୍ନ କଣିକାଟିଏ ଲାଗିଛି। ତାକୁ ଭକ୍ଷଣ କରି ସେ ଆନନ୍ଦରେ ନୃତ୍ୟ କରିବାକୁ ଲାଗିଲେ। ଶିବଙ୍କ ନୃତ୍ୟ ଦେଖି ପାର୍ବତୀ ଏହାର କାରଣ ଜାଣିବାକୁ ଚାହିଁଲେ। କାରଣ ଜାଣିବା ପରେ ତାଙ୍କ ମନରେ ମଧ୍ୟ ପ୍ରଶ୍ନଜାତ ହେଲା। ସେ ପ୍ରଭୁଙ୍କ ଉଚ୍ଚିଷ୍ଟ ପାଇବା ପାଇଁ ବିଷ୍ଣୁଙ୍କୁ ତପସ୍ୟା କରିବାରେ ଲାଗିଲେ। ବିଷ୍ଣୁ ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ବର ପ୍ରଦାନ କଲେ। କଳିଯୁଗରେ ମୁଁ ଯେତେବେଳେ ଦାରୁବ୍ରହ୍ମ ରୂପରେ ଅବସ୍ଥାନ କରିବି, ମୋର ନୈବେଦ୍ୟ ତୁମର ଆସ୍ୱାଦନ ନିମନ୍ତେ ସମର୍ପଣ କରାଯିବ। ମାତା ପାର୍ବତୀ ବିମଳା ରୂପରେ ମହାପ୍ରଭୁଙ୍କର ନୈବେଦ୍ୟକୁ ସାଦରେ ଗ୍ରହଣ କରୁଛନ୍ତି। ତେଣୁ ଶ୍ରୀକ୍ଷେତ୍ରକୁ ଉଚ୍ଚିଷ୍ଟ ପୀଠ ମଧ୍ୟ କୁହାଯାଏ। ଏହିପରି ଭାବରେ ସମସ୍ତ ବ୍ରହ୍ମାଣ୍ଡର ପ୍ରାଣୀ ମହାପ୍ରଭୁଙ୍କର ଅଧରାମୃତ ପାନ କରିବା ନିମନ୍ତେ ବ୍ୟାକୁଳ ହୋଇଥାନ୍ତି। ତେଣୁ ରଥଯାତ୍ରା ସମୟରେ ମହାପ୍ରଭୁଙ୍କର ଅଧରପଣା ନୀତି ଏକ ଅନ୍ୟତମ ଆକର୍ଷଣ ହୋଇଥାଏ। ବାହୁଡ଼ା ଦଶମୀ ଯାତ୍ରାର ତୃତୀୟ ଦିନରେ ରଥାରୂଢ଼ ଶ୍ରୀଜୀଉମାନଙ୍କର ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ତୁମ୍ବାକାର ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧରପଣା କୁହାଯାଏ। ରଥ ଉପରେ ଠାକୁରଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧରପଣା ପ୍ରସ୍ତୁତି ନୀତି ଆରମ୍ଭ ହୋଇଥାଏ। ମନ୍ଦିର ପ୍ରଶାସନ, ରାଘବ ଦାସ ମଠ, ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରଦାନ କରାଯାଇଥିବା ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର, ଜାଇଫଳ ଆଦି ସାମଗ୍ରୀକୁ ବ୍ୟବହାର କରି ଏହି ପଣା ପ୍ରସ୍ତୁତ କରାଯାଇଥାଏ। ପ୍ରତ୍ୟେକ ବିଗ୍ରହଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁଙ୍କର ଶ୍ରୀଅଧର ଉଚ୍ଚ ଥିବା ତୁମ୍ବ ସଦୃଶ ତିନୋଟି ମାଟିହାଣ୍ଡିକୁ ଓରା ଉପରେ ସ୍ଥାପନ କରାଯାଇଥାଏ। ପାଣିଆପଟ ସେବକମାନେ ଏହାକୁ ଧୋଇ ପରିଷ୍କାର କରି ଶ୍ରୀଜୀଉଙ୍କ ସମ୍ମୁଖରେ ରଖିଥାନ୍ତି। ଏହି ସେବକମାନେ ସିଂହଦ୍ୱାର ନିକଟସ୍ଥ ଛାଉଣି ମଠ ସମ୍ମୁଖ କୂଅରୁ ଗରାରେ ଜଳ ଆଣି ରଥ ଉପରକୁ ବୋହି ନେଇ ବଡ଼ ପିତ୍ତଳ ହଣ୍ଡାରେ ରଖିଥାନ୍ତି। ମହାସ୍ୱାର ସେବକମାନେ ପ୍ରତି ରଥରେ ଅଧର ହାଣ୍ଡିରେ ଏହି ପଣା ପ୍ରସ୍ତୁତ କରିଥାନ୍ତି। ପତ୍ରିବଡ଼ୁ, ସୁଆରବଡ଼ୁ, ଗରାବଡ଼ୁ ଆଦି ପାଳିଆ ସେବକମାନେ ତିନି ରଥରେ ପୂଜାପାଠ କରିଥାନ୍ତି। ପାଳିଆ ପୂଜାପଣ୍ଡା ପଞ୍ଚ ଉପଚାରରେ ଏହି ପୂଜା କରିଥାନ୍ତି। ପ୍ରତି ରଥରେ ତିନୋଟି କରି 9ଟି ଅଧରପଣା ହାଣ୍ଡି ଭୋଗ ହୁଏ। ପୂଜା ସମାପ୍ତି ପରେ ଏହି ହାଣ୍ଡିଗୁଡ଼ିକୁ ଭାଙ୍ଗି ଦିଆଯାଏ। ଫଳରେ ରଥରେ ଉପସ୍ଥିତ ଥିବା ପାର୍ଶ୍ୱ ଦେବାଦେବୀ, ଚଣ୍ଡୀ ଚାମୁଣ୍ଡା ତଥା ସମସ୍ତ ଅଶରୀରୀମାନେ ଏହାକୁ ପାନ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ। ଏହି ପଣାକୁ ଅନ୍ୟ କେହି ଗ୍ରହଣ କରିବା ବିଧିସମ୍ମତ ନୁହେଁ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅନନ୍ୟ ପରମ୍ପରାର ଏହା ଏକ ଅଂଶବିଶେଷ।